ଆମର ପ୍ରଥମ ମୁଖ୍ୟ ରହୁଛି ମୁଦ୍ଦା ରହିଲା ଯେ ସରକାରଙ୍କ ଯୋଜନା ଯେତେ ଯୋଜନା ଅଛି ସମସ୍ତଙ୍କ ଲୋକ କଲ୍ୟାଣ ପାଖକୁ ପହଞ୍ଚିବା ଆମର ପ୍ରଥମ ହେଲା ଆଉ ସେକେଣ୍ଡ ମୁଦ୍ଦା ରହିଲା ଆମର ହଉଛି ସ୍ୱାସ୍ଥ୍ୟ ଓ ଜଳ ଦୁଇଟା ମୁଦ୍ଦା। ତୃତୀୟ ରହିଲା ଭତ୍ତା ଆମ ରାସନ ୟାରି ଉପରେ ଆମର ଫୋକସ ମାନେ ଯେକୌଣସି ଆମର ସବୁ ଜିନିଷ ରହିଲା ଆମେ ସରକାର ଯୋଜନା କେମିତି ଗରିବ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମର ଏଇଟା ପ୍ରଥମ ମାନେ ଟ୍ରଷ୍ଟ ଗୋଟେ ଗଲୁ ପୁରୀ ଜିଲ୍ଲା ପାଇଁ ବସି ଆଲୋଚନା କଲୁ କେମିତି ଲୋକଙ୍କ ପାଖରେ ସବୁ ଯୋଜନା ଏ ଠୁ ଜେଡ୍ ପର୍ଯ୍ୟନ୍ତ ଯେକୌଣସି ଯୋଜନା ସାଧାରଣ ଲୋକ ପାଇବାରୁ କେବେ ବଞ୍ଚିତ ହେବ ନାହିଁ ପୁରୀ ଜିଲ୍ଲାରେ। ରାସନ କାର୍ଡ ହଉ ଭତ୍ତା ହଉ ଯେକୌଣସି ଯୋଜନା ଗୋଟିଏ ଲୋକ ମୋର ପୁରୀ ଜିଲ୍ଲାରେ କେବେ ଅବହେଳିତ ହେବେ ନାହିଁ। ଆମର ପ୍ରଥମ ଲକ୍ଷ୍ୟ ଜଗନ୍ନାଥ ମା ମଙ୍ଗଳାମାରେ ଗୋଟିଏ ଶପଥ ଆମର କୌଣସି ଲୋକ ଗୋଟିଏ ପୁରୀ ଜିଲ୍ଲାରେ କୌଣସି ଲୋକ ଅନୁକୂଳରେ ହତଗାର ହେବେ ନାହିଁ। ଥାନାଠୁ ଲଗେଇ କୋର୍ଟ କଚେରୀ ତ ସବୁବେଳେ ସହଯୋଗ କରି ଚାରିଟେବଲ ଟ୍ରଷ୍ଟ। ଆମର ମୂଳ ଲକ୍ଷ୍ୟ ମାନେ କୌଣସି ଲୋକ ମତଲବ ମାନେ ଇଏ ଆମର ଯେମିତି କେହି ମାନେ ମାନେ ଅସାଧାରଣରେ ଯେମିତି କିଏ ହଇରାଣ ନ ହେବେ ସରକାରଙ୍କର ଯୋଜନା ହଉ କିମ୍ବା ଧରନ୍ତୁ ଆମର କିଏ କୋଉ ଅଫସର ଏ ସବୁ ଜିନିଷ ଯେମିତି ଲୋକଙ୍କୁ ହଇରାଣ ନ କରିବେ ଲୋକ ନ ହଇରାଣ ହବା ପାଇଁ ଆମର ମୁଖ୍ୟ ମୁଦ୍ଦା। ଲୋକ ସମସ୍ତ ରାସନ ହଉ ଯାହା ତାଙ୍କର ଧରନ୍ତୁ ଗଭର୍ଣ୍ଣମେଣ୍ଟରୁ କିଛି ପାଇବାକୁ ଅଛି ତାକୁ ସରକାରର ଯୋଉ ଅଫସର ଅଛନ୍ତି ଯୋଉ ଖେଳୁଛନ୍ତି ଯୋଉ ଏ ସବୁ ଜିନିଷକୁ ଯେମିତି ନ କରି ଦିଆଯିବ ସେଇଟା ଆମର ମୁଖ୍ୟ। ସାଧାରଣ ଲୋକମାନଙ୍କୁ ଅଭାବ ଅସୁବିଧାରେ ସାହାଯ୍ୟ ସହଯୋଗ କରିବା ପାଇଁ ଆମର ଲକ୍ଷ୍ୟ ହେଲା ଆମ ଏରିଆ ଆମେ ଗୋଟେ ପାଇଲଟ ପ୍ରୋଜେକ୍ଟ ହିସାବରେ ଅସ୍ତରଙ୍ଗ ବ୍ଲକକୁ ବାଛିଛୁ। ଏ ବ୍ଲକରେ ଅବହେଳିତ ଆଉ ଲାଞ୍ଛିତ ଥିବା ଲୋକମାନେ ସରକାର ଯୋଜନା ଯେଉଁମାନେ ପାଉନାହାନ୍ତି ତାକୁ କେମିତି ସରକାରଙ୍କ ପାଖରେ ଉପସ୍ଥାପନ କରିବା ଆମର ହେଉଛି ପ୍ରଥମ ମୁଦ୍ଦା।